ଗଅଁଦିଆପାଟଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ। ଗଅଁଦିଆପାଟଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର 21ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ରତିକାନ୍ତ ସାହୁ ସରପଞ୍ଚ ପୌରଖୋଜ, ପବିତ୍ର କୁମାର ବେହେରା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନନ୍ତଚରଣ ଶତପଥୀ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରଥମେ ଅତିଥିମାନଙ୍କ ଦ୍ୱାରା ମା ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ କରି ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସଭା ଆରମ୍ଭରେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଛାୟାକାନ୍ତ ସାହୁ ଉପସ୍ଥିତ ରହି ଅତିଥିମାନଙ୍କର ସ୍ୱାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ। ଏହାପରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ଇନ୍ଦୁମତୀ ସାହୁ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହିତ ଦୀର୍ଘ 21 ବର୍ଷ ଧରି ବହୁ ବାଧାବିଘ୍ନ ଦେଇ ଆଜି ଏହି ଜାଗାରେ ଏହି ଅନୁଷ୍ଠାନ ପ୍ରତିଷ୍ଠା ହୋଇପାରିଛି ବୋଲି କହିଥିଲେ। ସେଥିପାଇଁ ଯେଉଁମାନେ ଅଦମ୍ୟ ପ୍ରଚେଷ୍ଟା କରିଥିଲେ ସେମାନଙ୍କୁ ବିଦ୍ୟାଳୟ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ବକ୍ତା ଚନ୍ଦ୍ରଶେଖର ରାଉତ, ବିଭାଗ ବୌଦ୍ଧିକ ପ୍ରମୁଖ, ଢେଙ୍କାନାଳ ବିଭାଗ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଯୋଗଦାନ କରି ନିଜର ମତ ବ୍ୟକ୍ତ କରି କହିଥିଲେ ଯେ ଏହି ଅନୁଷ୍ଠାନଟି ଏପରି ଏକ ମୂଳ ଭୂଖଣ୍ଡ ଯାହାକି ସମାଜରେ ନିଜର ପରାକାଷ୍ଠା ନମନୀୟତା ଜଣେ ଛାତ୍ର ଜୀବନକୁ ପ୍ରତିପାଦନ କରିଥାଏ। ମୁଖ୍ୟ ଅତିଥି ନିଜର ମତ ପ୍ରଦାନ କରି କହିଥିଲେ ଯେ ଏହି ବିଦ୍ୟାମନ୍ଦିର ଏପରି ଏକ ଅନୁଷ୍ଠାନ ଯାହାକି ଜଣେ ଶିଶୁକୁ ସାମାଜିକ କ୍ଷେତ୍ରରେ ଏକ ଶିକ୍ଷିତ ଦେଶପ୍ରେମୀ ସଚ୍ଚା ନାଗରିକ ଭାବରେ ଗଢ଼ି ତୋଳିଥାଏ। 20ତମ ବାର୍ଷିକ ଉତ୍ସବ ପାଳନ କରାଯାଉଛି। ଏ ଶିଶୁ ମନ୍ଦିରଟି ଛୋଟିଆ ନିଜ ରୂପରେ ଆଗ କିଛି କାର୍ଯ୍ୟକର୍ତ୍ତାଙ୍କର ଦ୍ୱାରା ଏଠି ଜନ୍ମ ଲାଭ କଲା। 6ଟି ପିଲା, ଗୋଟିଏ ଟିଚର, 2 ଜଣ ଶିକ୍ଷୟିତ୍ରୀ, ଷ୍ଟାଫ, ସେମାନଙ୍କ ସାହସ ଦେଖନ୍ତୁ। ସେମାନେ ପୋତିଥିବା ଏ ବୀଜଟି ବିଶାଳ ବୃକ୍ଷ ରୂପରେ ପରିଣତ ହୋଇଛି। ଆଜି 400ରୁ ଉର୍ଦ୍ଧ୍ୱ ପିଲା ଏଠି ପାଠ ପଢୁଛନ୍ତି। ସମସ୍ତେ ଆଜି ଖୁସିରେ ଆସିଛନ୍ତି, ବହୁତ ଖୁସି ଲାଗୁଛି। ମୋର କହିବା କଥା ହଉଛି ଆମର ଯେଉଁମାନେ ଏଇ ସ୍କୁଲ ଅଫ୍ ଥଟ୍ରୁ ଯାଇଛନ୍ତି, ଯେଉଁମାନେ ଏଇଠୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରୁ ଯାଇଛନ୍ତି, ଯେଉଁମାନେ ଶିଶୁ ମନ୍ଦିରରୁ ଯାଇଛନ୍ତି, ସେମାନେ କର୍ମଠ ହେବେ। ସେମାନେ ନିଶ୍ଚିତ ଭାବରେ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେବେ ନାହିଁ। ସେମାନେ ରାଷ୍ଟ୍ରପ୍ରେମୀ ହେବେ। ରାଷ୍ଟ୍ରକୁ ଭଲ ପାଇବା ଏକମାତ୍ର କାମ। ରାଷ୍ଟ୍ର ରହିଲେ ତ ଆମେ ରହିବା। ରାଷ୍ଟ୍ର ରହିଲେ ଆମେ ରହିବା। ରାଷ୍ଟ୍ର କହିଲେ କଣ? ଏ ମଣିଷ। ରାଷ୍ଟ୍ର କହିଲେ ଧର୍ମ, ସଂସ୍କୃତି, ପରମ୍ପରା। ଇଏ ହଉଛି ଆତ୍ମା। ରାଷ୍ଟ୍ରର ଆତ୍ମା ହଉଛି ଧର୍ମ, ପରମ୍ପରା। ଏଇସବୁ ଆମେ ଯୋଉ ନାଚ ଗୀତ କରୁଛେ, ଯୋଉ କାର୍ଯ୍ୟକ୍ରମ କରୁଛେ, ଏଇଗୁଡା ତ ସବୁ ପରମ୍ପରା। ସମ୍ମାନିତ ଅତିଥି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନନ୍ତଚରଣ ଶତପଥୀ ନିଜର ଅଭିଭାଷଣରେ ଉପସ୍ଥିତ ସମସ୍ତ ଅତିଥି ଓ ଅଭିଭାବକମାନଙ୍କୁ ବିଦ୍ୟାଳୟ ତରଫରୁ ସ୍ୱାଗତ ଜଣାଇବା ସହିତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ମୁଖ୍ୟ ଅତିଥିଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ବିଦ୍ୟାଳୟର ଉପସଭାପତି କେଶବ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଗୁରୁଜୀ ଶାନ୍ତନୁ କୁମାର ନାୟକ, ଅଭୟ ନାୟକ ଏବଂ ସମସ୍ତ ଗୁରୁଜୀ ଓ ଗୁରୁମା ଯୋଗ ଦେଇଥିଲେ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।